ବର୍ତ୍ତମାନ ମୁଁ ଆସି ଭୀମକୁଣ୍ଡରେ ପହଞ୍ଚି ଯାଇଛି। ଆପଣମାନେ ଦେଖୁଥିବେ ଭୀମଙ୍କର କେତେ ବଡ଼ ପ୍ରତିମୂର୍ତ୍ତି। ଭୀମକୁଣ୍ଡର ଷ୍ଟୋରି ଆପଣମାନେ ଜାଣିଥିବେ, ତଥାପି ଆପଣମାନେ ଶୁଣନ୍ତୁ। ଭୀମକୁଣ୍ଡର ଷ୍ଟୋରି ହେଉଛି ଯେତେବେଳେ ମହାଭାରତରେ ପଞ୍ଚୁ ପାଣ୍ଡବ ଯେତେବେଳେ ନିଜ ରାଜ୍ୟ ଛାଡ଼ିକି ବନବାସରେ ସବୁ ଆସିଥିଲେ, ତ ଇଣ୍ଡିଆରେ ଦୁଇଟି ଜାଗା ଅଛି ଏମିତି ଭୀମକୁଣ୍ଡ ଅଛି। ଗୋଟେ ହେଉଛି ମଧ୍ୟପ୍ରଦେଶରେ, ଆଉ ଗୋଟେ ଅଛି ଆମର ଓଡ଼ିଶାରେ କେଉଁଝରରେ ଭୀମକୁଣ୍ଡ। ଓକେ, ଏଠି କ'ଣ ହେଇଥିଲା, ଯେତେବେଳେ ଯାଉଥିଲେ ପଞ୍ଚୁ ପାଣ୍ଡବ ସେତେବେଳେ ଦ୍ରୌପଦୀ ବହୁତ ଶୋଷ ହେଇଥିଲା ଆଉ ସେ ମୂର୍ଚ୍ଛା ମାରିକି ପଡ଼ିଯାଇଥିଲେ। ତ ସେତେବେଳେ ସବୁଠାରୁ ମହା ବାହୁବଳୀ ଶକ୍ତିଶାଳୀ ପଞ୍ଚଭାଇମାନଙ୍କ ମଧ୍ୟରୁ ଭୀମ ହେଉଛନ୍ତି ଶକ୍ତିଶାଳୀ। ସେ ତାଙ୍କର ଗଦାର ପ୍ରହାରରେ ଆମର ଧରିତ୍ରୀ ମାଆକୁ ଆଘାତ ଦେଇଥିଲେ। ସେଇଠି ଆମର ପାଣି ବାହାରିଥିଲା, ଯେଉଁଠିକି ତାଙ୍କର ତୃଷା ନିବାରଣ ହୋଇପାରିଥିଲା। ଆଉ ସେଇଟାକୁ ଆମେ ବର୍ତ୍ତମାନ ଦେଖୁଛନ୍ତି ଏମିତି କିମ୍ବଦନ୍ତୀ ତା'ର ଅଛି, ଯେଉଁଟାକି ଗୋଟେ ନ୍ୟାଚୁରାଲ୍ ରିଜର୍ଭରି, ୱାଟର ରିଜର୍ଭରି ବି ମଧ୍ୟ ତାକୁ କୁହାଯାଏ। ଓକେ ଭାଇମାନେ, ଦେଖନ୍ତୁ ଭୀମକୁଣ୍ଡର ଦୃଶ୍ୟ।